ଯୋଗ୍ୟ ବିଧାୟକ ଯୋଗ୍ୟ ପଦରେ ଅଭିଷିକ୍ତ ହେଲେ ନିଶ୍ଚିତ ଭାବରେ ତାଙ୍କଠୁ ଆମେ ଆଶା କରିବା ଯେ ସମଗ୍ର କଟକ ଜିଲ୍ଲାର ଅଧିବାସୀ ମାନେ ତାଙ୍କଠୁ ନିଶ୍ଚିତ ଭାବରେ ନ୍ୟାୟ ପାଇବେ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟ ସେ ଯେଉଁଭଳି ଭାବରେ ଆମ ନିର୍ବାଚନ ମଣ୍ଡଳୀରେ ବିକାଶର ରଥ ନନ୍ଦିଘୋଷ ଆଗକୁ ଆଗକୁ ମାଡ଼ି ଚାଲିଛି ସେଇ ବିକାଶ ଏନ୍ଟିଆର କଟକ ଜିଲ୍ଲାରେ ହବ। ଆପଣ ବ୍ୟକ୍ତିଗତ ଭାବରେ ଭଲ ପାଆନ୍ତି ବୋଲି ଏକଥା କହୁଛନ୍ତି ନା? ଭଲ କଣ ସେ ଲୋକ କିଏ ଭଲ ନ ପାଇ ମାନେ ଭଲ ଲୋକଟା ପରା ସେ ଅତ୍ୟନ୍ତ ଭଦ୍ର ଅମାୟିକ ସରଳ ବ୍ୟବହାରଟା ତାଙ୍କର ଅତ୍ୟନ୍ତ ଭଲ ତେଣୁ ତାଙ୍କୁ କିଏ ଭଲ ନ ପାଇବ ଲୋକକୁ ସେ ଯେତିକି କଥା କହିବେ ପେଟ ପୁରିଯିବ ଆଉ କାମ କିଛି ଦରକାର ନାହିଁ କିନ୍ତୁ ସେ କାମ କରୁଛନ୍ତି ଯୋଉ କାମ କରୁଛନ୍ତି ସେ କାମଟା ବର୍ତ୍ତମାନ ସେଇ ତାଙ୍କୁ ପୁରସ୍କାର ସ୍ୱରୂପ ରାଜ୍ୟ ସରକାର ମନୋନୀତ କଲେ ଯୋଜନା ବୋର୍ଡର ଅଧ୍ୟକ୍ଷ କଟକ ଜିଲ୍ଲା ଯଦି ସେ ମନ୍ତ୍ରୀ ହୁଅନ୍ତି ତାହେଲେ ନିଶ୍ଚିତ ଭାବରେ ଭଲ ମନ୍ତ୍ରୀଟିଏ ହେବେ ଭଲ କାମ କରିବେ ଆମ ମାଟିର ନିଆଳି ନିର୍ବାଚନ ମଣ୍ଡଳୀର ନାଁକୁ ଟେକ ରଖିବା ସଙ୍ଗେ ସଙ୍ଗେ ସମଗ୍ର ଲୋକଙ୍କ ମୁହଁକୁ ମଥା ଉପରକୁ କରି ଚାଲିବା ପାଇଁ ସେ ଆହ୍ୱାନ ଦେବେ ଯେ ମୁଁ ଏଇ ପଦରେ ଅଭିଷିକ୍ତ ହେଇଛି। ଏ କଥାରେ ମୁଁ ସହମତି ପ୍ରକାଶ କରିବିନି ଏଇଥିପାଇଁ ଯେ ବିକାଶର ଧାରାକୁ ଯୋଉମାନେ ବିରୋଧ କରୁଛନ୍ତି ସେମାନେ ଈର୍ଷା ହିଂସା ଏବଂ ପ୍ରତିଶୋଧ ପରାୟଣତା ନେଇ ଏମିତି କରୁଛନ୍ତି ଏଇଟା କରିବା ଠିକ ନୁହଁ କାରଣ ବିକାଶ ଅଟକି ଯାଉଛି। ବିକାଶ ଉପରେ କିଛି ପ୍ରଭାବ ପଡିବ ପଡୁଛି କିନ୍ତୁ ବିକାଶର ଗତିକୁ କେହି କଣ୍ଠରୋଧ ନ କରନ୍ତୁ ତାକୁ କେହି ନ ଅଟକାନ୍ତୁ ବିକାଶ ନିଆଳି ନିର୍ବାଚନ ମଣ୍ଡଳୀରେ ତ୍ୱରାନ୍ୱିତ ବେଗରେ ହଉ ଏଇଟା ଆମେ ଆପଣଙ୍କ ମାଧ୍ୟମରେ ମାନ୍ୟବର ବିଧାୟକଙ୍କୁ ବିନମ୍ର ଅନୁରୋଧ କରୁଛୁ ଦୟାକରି ଆପଣ ସେ ବିଜେଡି ହଉ କଂଗ୍ରେସ ହଉ କମ୍ୟୁନିଷ୍ଟ ହଉ ଯୋଉ ଦଳର ହଉ ଯିଏ ଆପଣଙ୍କ ପାଖରେ ଯାଇ ପହଞ୍ଚୁଛି ତା କାମଟାକୁ ଆପଣ ତ୍ୱରାନ୍ୱିତ ବେଗରେ କରନ୍ତୁ ଏବଂ ତା କଥା ତା କଣ୍ଠସ୍ୱର ତା ଗୁହାରି ଟିକେ ଆପଣ ଶୁଣନ୍ତୁ। ହେ ମାନ୍ୟବର ବିଧାୟକ ଆପଣଙ୍କୁ ଆମର ବିନତି ପ୍ରାର୍ଥନା ଏତିକି କହୁଛୁ ଆଉ କିଛି କହୁନୁ ଧନ୍ୟବାଦ। ସେ ସର୍ବଦା ସମସ୍ତଙ୍କୁ ଆହ୍ୱାନ କରିଛନ୍ତି କି ଯାହାର ଯାହା ଆବଶ୍ୟକ କୋଉଠି ଅସୁବିଧା ଅଛି ମତେ ଜଣାନ୍ତୁ ସେ ତା ଉପରେ ପଦକ୍ଷେପ ନେବି ଆଉ ସେ କାମକୁ ତ୍ୱରାନ୍ୱିତ କରୁଛନ୍ତି ବା ସବୁ ଆରେ ସେ ସବୁ କରୁଛନ୍ତି ଏନ୍ଟିଆର ମାନେ ଯିଏ ତାଙ୍କ ପାଖରେ ଯାଇ ପହଞ୍ଚୁଛି ଇଏ ଗୋଠ ଇଏ ମଠ ଇଏ ଖେଳ ପଡିଆ ଏ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭଲିବଲ ଟୁର୍ଣ୍ଣାମେଣ୍ଟ ଯିଏ ଯେତେବେଳେ ଯାଇ ପହଞ୍ଚୁଛି ସେମାନଙ୍କର ଯାହା ଯାହା ଗ୍ରିଭାନ୍ସେସ୍ ତାକୁ ସିଏ ଧୈର୍ଯ୍ୟର ସହକାରେ ଶୁଣୁଛନ୍ତି ସବୁ କାମ କରୁଛନ୍ତି। ମୁଁ ଯାଇଥିଲି ଆମ ଗାଁ ଗୋଠ ପାଇଁ ଆମ ଗାଁ ଗୋଠକୁ ସେ 5 ଲକ୍ଷ ଟଙ୍କା ମଞ୍ଜୁର କରିକିରି ସାଙ୍ଗେ ସାଙ୍ଗେ ତାଙ୍କ ପିଏସ୍ଓ କହିଲେ ଲେଖିଦିଅ ଦେଇଦିଅ ଶୀଘ୍ର ତାକୁ ଇଏ କରିଦିଅ ତାଙ୍କର ସେ ଗୋଠଟା ତାଙ୍କର ପୁନରୁଦ୍ଧାର ହଉ। ମୁଁ ନିଜେ ଜଣେ ଆପଣ ଭାବୁଛନ୍ତି ବିଧାୟକର କାର୍ଯ୍ୟଧାରା ସବୁ ଠିକ ଏକଦମ ଠିକ 100% କିଛି ଅସୁବିଧା ନାହିଁ କିନ୍ତୁ ଯୋଉମାନେ ଟିକେ ତାଙ୍କୁ ବିରୋଧ କଲା ଭଳିଆ ବିରୋଧକୁ ବିରୋଧ କରୁଛନ୍ତି ବିରୋଧକୁ ବିରୋଧ ସେମାନଙ୍କୁ ମୁଁ ଆହ୍ୱାନ କରିବି ଯେ ବିକାଶର ତ୍ୱରାନ୍ୱିତ ଦିଗକୁ ସେ ବ୍ଲକେଜ ନ କରନ୍ତୁ ନହେଲେ ଲୋକମାନେ ତାଙ୍କ ଉପରେ ଆକ୍ରୋଶ ମୂଳକ ପଦକ୍ଷେପ ନେବେ ଏବଂ ତାଙ୍କ ଉପରେ ନିଶ୍ଚିତ ଭାବରେ କ୍ରୋଧାନ୍ୱିତ ହେଲେ ତା ଫଳଟା ପଞ୍ଚାୟତ ନିର୍ବାଚନରେ ପଡିବ ଆଦିର ସନ୍ଦେହ। ଆପଣ ଏମିତି ଖୋଲା କଥା କହୁଛନ୍ତି କିମ୍ବା କାହିଁକି ମୁଁ କଣ କାହା ଅଣ୍ଡରରେ ଚାକିରି କରିଛି କି ସଦା ସର୍ବଦା ନାଇଁ କାହା ଅଣ୍ଡରରେ ମୁଁ ଚାକିରି କରିଛି ନା ମୋର ଜମିଦାର କିଏ ମୁଁ କାହା ପାଖରେ ଯାଇକି ହାତ ପାତି ଠିଆ ହଉଛି ଯେ ଆଜ୍ଞା ମୋର ଡିଲରସିପ ଦରକାର କଣ୍ଟ୍ରାକ୍ଟର ଦରକାର ଏଗୁରା ତ ମୋର କିଛି ନାହିଁ। ଆମେ ସମାଜର ମଙ୍ଗଳ ପାଇଁ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ସଂକଳ୍ପବଦ୍ଧ ଏ ସ୍ୱର ଆମର ଶାଣିତ ସ୍ୱର ଆମେ କାହା ବିରୁଦ୍ଧରେ କହୁନାହୁଁ କିମ୍ବା କାହା ସପକ୍ଷରେ କହୁନାହୁଁ ଯିଏ ଯାହା ତାକୁ 100% ପ୍ରମାଣ କରି ଦେଖେଇ ନଉଛୁ ଇଏ ଜଣେ ଭଦ୍ର ବ୍ୟକ୍ତି ଇଏ ଜଣେ ଯୋଗ୍ୟ ବ୍ୟକ୍ତି ଏଇଭଳି ବ୍ୟକ୍ତିତ୍ୱଙ୍କ ନେତୃତ୍ୱରେ ଯଦି ଆମର
କାର୍ଯ୍ୟଧାରା ଚାଲେ ତାହେଲେ ନିଆଳି ନିର୍ବାଚନ ମଣ୍ଡଳୀ 5 ବର୍ଷ ଭିତରେ ଏକ ଭିନ୍ନ ନିର୍ବାଚନ ମଣ୍ଡଳୀ 147ଟା ନିର୍ବାଚନ ମଣ୍ଡଳୀ ଠୁ ନିଆରା ନିର୍ବାଚନ ମଣ୍ଡଳୀ ହବ। ଏଇଟା ଖାଲି ସମୟକୁ ଆପଣ ମାନେ ଅପେକ୍ଷା କରନ୍ତୁ।